ରେଳ ଟ୍ରାକ୍ରୁ ମିଳିଲା ଏକା ସାଙ୍ଗରେ 4 ଜଣଙ୍କ ମୃତଦେହ। ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତ ବିମଳାଗଡ଼ କରିବୁର ରେଳ ଟ୍ରାକ୍ ପାଖରେ ପଡ଼ିଛି 4ଟି ବିଭତ୍ସ ମୃତଦେହ। 2ଟି ମୃତଦେହକୁ ଅଖା ଭିତରେ ସିଲ୍ କରାଯାଇଥିବା ବେଳେ ଆଉ 2ଟି ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ପଡ଼ି ରହିଛି। ତେବେ ରେଳ ଟ୍ରାକ୍ ପଡ଼ି ରହିଛି 4 ଜଣଙ୍କ ମୃତ, 2 ଜଣଙ୍କର ଶିଶୁ, ଜଣେ ମହିଳା, ଜଣେ ପୁରୁଷ ଅଛନ୍ତି। ରେଳରେ ଟ୍ରାକ୍ରେ ପଡ଼ିଥିବା ମଧ୍ୟରେ 8 ମାସର ଶିଶୁ, ଗୋଟିଏ 2.5 ବର୍ଷର ଝିଅ ମୃତଦେହ ଅଛି। 15 ମିଟର ଦୂରରେ ଜଣେ ମହିଳାଙ୍କ ମୃତଦେହ, ଜଣେ ଯୁବକଙ୍କର ମୃତଦେହ ମଧ୍ୟ ପଡ଼ିଛି। ଏଭଳି ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି କରୁଛି ଓ ଟ୍ରାକ୍ ମୃତଦେହ ଠାବ ହେବା ପରେ ଡିଏସ୍ପି ରାକେଶ ମିଞ୍ଜ ଓ ଜିଆର୍ପି ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି। ଘଟଣାର ଅନୁସନ୍ଧାନ ପାଇଁ ଘଟଣାସ୍ଥଳକୁ